ଦିନମାନ ଖାଲି ଏମିତି ଗେମ୍ ଖେଳେ, ଟିକେ ମୋ ସାଙ୍ଗରେ ହାତ ବଟେଇଲେ ତୋର କଣ ହେଇଯାନ୍ତା? ହଁ କେତେ କଷ୍ଟ ହଉଛି ଦୋକାନରେ କାମ କରିବା ପାଇଁ। କଲେଜରେ ଖାଲି ନାଁଟା ଲେଖି ଦେଇଛୁ, ପାଠ ସାଥିରେ ନାଁ ଗନ୍ଧ ନାହିଁ। ହଁ ଗୋଟେ ଭବିଷ୍ୟତରେ କିଛି କରିବୁ ନା ଖାଲି ଏମିତି ମୋବାଇଲ ଧରି ଖେଚିବୁ? ତୁ ପଢିକି କଣଟା ଦାଢି ପକେଇଲୁ? କଣ କହିଲୁ? ମୋର ବି ହାତ ଅଛି, ମୁଁ ବି ହାତ ଉଠେଇ ପାରିବି। କଣ ବେ ତୁ ଏକା ଏକା କାମ କରୁଛୁ? ତୁ ସାନ ଭାଇ କୋଉଟା ରେ? ସେ ବାତ୍ରା ଭଳିଆ ବୁଲି କୋଉଠି ଆସି ତତେ ସାହାଯ୍ୟ କରିବ? ଆରେ ସାନ ଭାଇ କଥା କଣ ତତେ କହିବି? ବାବୁଙ୍କର ମୁଣ୍ଡକୁ ହାତ ପାଇଗଲାଣି, କଥା କଥାରେ ହାତ ଉଠି ଯାଉଛି। ଆଉ ଦେଖିଲୁ କେମିତି ମୁହଁ ମୋଡ଼ି ଦେଇ ପଳା, କଥା ବି ଟିକେ ହଉନି ମୋ ସାଙ୍ଗରେ। ଆରେ ସେ ସିନା ସାନ ଭାଇଟା କଥା ହଉନୁ ରାଗିକି ପଳେଇଲା, ଆରେ ତୁ ତ ବଡ ଭାଇଟା ଯାଇକି ଆଗେ କଥା ହଉନୁ। ବସିବୁ ନା ଆଉ ଗୋଟେ ବସେଇ? ଦେଖ ବାବୁ, ବାପାଙ୍କର ଏଇ ଦୋକାନ ଥିଲା। ବାପା ଚାହୁଁଥିଲେ ଆମେ ଦି ଭାଇ ପାଠ ପଢିକି ଗୋଟେ ବଡ ଚାକିରି କରିବା ପାଇଁ। ଆଉ ଏଇ ଛୋଟିଆ ଦୋକାନରୁ ଏମିତି କେତେ ଯେ ଇନକମ ହବ, ଆମେ ଦି ଭାଇ ପାଠ ପଢିକି ମଣିଷ ହବ। ସେଇଥିପାଇଁ ମୁଁ ପାଠ ପଢା ଛାଡି ଦିନ ରାତି ଏକ କଚେରୀ ତୋତେ ମଣିଷ କରିବା ପାଇଁ। ତା କଥାରେ ରାଗିବାଟା ବଡ କଥା ନୁହଁ। ଆଗକୁ ଆମ ଘର ପ୍ରତି ତୋର ବି ଗୋଟେ ଦାୟିତ୍ୱ ଅଛି। ଭଉଣୀଟିଏ ଅଛି, ତାର ବି ବାହାଘର ଆମେ ଧୁମଧାମ ରେ କରିବା। ଆଉ କାଲି ସକାଳେ ଏ ଗାଁ ଲୋକ ଯଦି କହିବେ ସାନ ଭାଇଟା ଗୋଟେ ଅମଣିଷ କରିଦେଲା, ତ ଭାଇଆ ମୁଣ୍ଡ ଦେଇକି ବାଟ ଚାଲି ପାରିବ ତ? ଆଉ କଥା କଥା ତ ଗୋଟେ ହାତଟା ଉଠେଇଦେଲି ବୋଲି ମୁଁ ଯଦି ବଡ ଭୁଲ କରିଦେଇଛି, ତାହେଲେ ବଡ ଭାଇଟେ କଣ ଗୋଟେ କ୍ଷମା କରିଦବୁନୁ? मेहरबानी जाते जाते मुझ पे कर गया गुजरता सा